ଦେଖନ୍ତୁ ସୁଭଦ୍ରା ଯୋଜନାକୁ ନେଇ ଆସିଛି ଏକ ବଡ଼ ଅପଡେଟ୍। ଯେଉଁମାନେ ନୂତନ ଆବେଦନ କରିବାକୁ ଚାହୁଁଛନ୍ତି ତାଙ୍କ ପାଇଁ ଅବଧି ଆସିଛି 1 ଏପ୍ରିଲରୁ 30 ଏପ୍ରିଲ ପର୍ଯ୍ୟନ୍ତ। ତାଙ୍କର ବୟସ 21 ବର୍ଷ 60 ବର୍ଷ ହୋଇଥିବା କଥା ଓ ସହାୟତା ହେଉଛି ବର୍ଷକୁ ସେମାନଙ୍କୁ 10,000 ଟଙ୍କା 2ଟି କିସ୍ତିରେ ମିଳିବ। ଏହି ଆବେଦନଟି ହେଉଛି ଯେଉଁମାନେ ପୂର୍ବରୁ କୌଣସି ସୁଭଦ୍ରା ଟଙ୍କାର କିସ୍ତି ପାଇନାହାନ୍ତି ଓ କେବେ ବି ଆପ୍ଲାଏ କରିନାହାନ୍ତି ସେମାନଙ୍କ ପାଇଁ। ଯଦି ଆପଣମାନେ ମହିଳା ହୋଇଥିବେ ଓ ଆପଣମାନେ କେବେ ସୁଭଦ୍ରା ଟଙ୍କାର ହିତାଧିକାରୀ ପଇସା ପାଇନାହାନ୍ତି ତାହେଲେ ଆପଣମାନେ ଯାଇ ଅନଲାଇନ୍ ସେବା କେନ୍ଦ୍ର କିମ୍ବା ଆମ ଜନସେବା କେନ୍ଦ୍ରକୁ ଯାଇ ଆପଣମାନେ ପଞ୍ଜୀକରଣ କରିପାରିବେ। ତ ଆପଣମାନେ ଯଦି ଫର୍ମଟି ଭରିବା ପାଇଁ ଇଚ୍ଛୁକ ଅଛନ୍ତି ଓ ଆପଣମାନେ ବି ଯଦି ସୁଭଦ୍ରା ଟଙ୍କା ପାଇବା ପାଇଁ ଇଚ୍ଛୁକ ଅଛନ୍ତି ତାହେଲେ ଆପଣମାନେ ଏହି ଫର୍ମଟି ପାଇବେ କେଉଁଠି? ଆପଣମାନେ ଫର୍ମଟି ଅଙ୍ଗନବାଡ଼ି କେନ୍ଦ୍ରରୁ ପାଇପାରିବେ। ଯଦି ଆପଣମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରରୁ ଯଦି ଫର୍ମଟି ନ ମିଳେ ତାହେଲେ ଆପଣମାନେ ସିଡିପିଓ କାର୍ଯ୍ୟାଳୟକୁ ଯାଇକରି ସେଠାରେ ଆପଣଙ୍କ ପାଇଁ ଉପଲବ୍ଧ ରହିଛି। ଯଦି ଆପଣମାନଙ୍କ ଏହି ନୂଆ ପଞ୍ଜୀକରଣରେ କୌଣସି ଡାଉଟ୍ ରହିଥାଏ ତାହେଲେ ଆପଣମାନେ ଆମକୁ କମେଣ୍ଟ ସାହାଯ୍ୟରେ ନିଶ୍ଚୟ କ୍ୱେଶ୍ଚିନ୍ କରିପାରିବେ ଓ ଆପଣମାନଙ୍କ ପାଇଁ ଆମେ ନିଶ୍ଚୟ ଭିଡ଼ିଓକୁ ଆଣିବୁ। ଯଦି ଆପଣଙ୍କୁ କିଛି ଇନଫର୍ମେଟିଭ୍ ଲାଗିଲା ତାହେଲେ ଆପଣମାନେ ଏହି ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ନିଶ୍ଚୟ ସବସ୍କ୍ରାଇବ୍ କରିପାରିବେ। ରହୁଛୁ ଜୟ ଜଗନ୍ନାଥ।